ଅବକାଶକାଳୀନ ଗୃହ କାର୍ଯ୍ୟ। ପିଲାମାନେ ଏହି ଗ୍ରୀଷ୍ମ ଛୁଟିରେ କେଉଁ ଶ୍ରେଣୀର ପିଲାମାନେ କ'ଣ କ'ଣ କରି ଆଣିବ ସେ ବିଷୟରେ ଗୋଟେ ଲେଟର୍ ଆସିଛି। ତ ଆସ ଆଜି ଆମେ ଦେଖିବା କେଉଁ ଶ୍ରେଣୀର ପିଲାମାନେ କ'ଣ ସବୁ କରିବ। ତ ପ୍ରଥମ ଶ୍ରେଣୀ ଭାଷାରେ ଅଛି ଶିଖିଥିବା ଯେକୌଣସି 10ଟି ଅକ୍ଷରକୁ ଲେଖି ମୁଗ, ବିରି, ଡାଲି, ଚାଉଳ, ମଞ୍ଜି ଆଦି ବ୍ୟବହାର କରି ସଜାଇ ଆଣିବେ। ତ ମୁଗ, ବିରି, ଡାଲି, ଚାଉଳ ଆଦି ବ୍ୟବହାର କରି ଯେକୌଣସି 10ଟି ଅକ୍ଷର ଲେଖିବ। ଅଠା ସାହାଯ୍ୟରେ ମୁଗ, ଡାଲି, ବିରିକୁ ସଜାଇକିନା ଲେଖିବ। ସେପରି ଗଣିତରେ ଅଛି 1ରୁ 10 ପର୍ଯ୍ୟନ୍ତ ସଂଖ୍ୟାକୁ ଲେଖିବେ ଓ ପ୍ରତି ସଂଖ୍ୟା ପାଇଁ ସେତିକି ସଂଖ୍ୟକ ଚିତ୍ର ଅଙ୍କନ କରିବେ। ତ ମନେକର ତୁମେ ଲେଖିଲ 1, ତାର ସାଇଡ଼ରେ ଗୋଟେ ଚିତ୍ର ଅଙ୍କନ କରିବ ଗୋଟେ ପତ୍ରର। ସେହିପରି 2 ଲେଖିଲ, 2 ପାଖରେ 2ଟି ପେନସିଲ୍ ଚିତ୍ର ଅଙ୍କନ କରିବ। ଏପରି ଭାବରେ 10 ପର୍ଯ୍ୟନ୍ତ ସଂଖ୍ୟା ଲେଖିବ ଆଉ ଚିତ୍ର ଅଙ୍କନ କରିବ ବା ଚିତ୍ର କାଟିକି ତାକୁ ଖାତାରେ ଲଗାଇବ। ସେପରି ପାଖ, ଦୂର, ସାନ, ବଡ଼, ଭାରି, ହାଲୁକା ଏସବୁ ଧାରଣାକୁ ଚିତ୍ର ମାଧ୍ୟମରେ ଦର୍ଶାଇବ। ପରିବେଶ ପାଠ ନିଜ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପତ୍ର, ଫୁଲ, ମଞ୍ଜି, ପର ଆଦିକୁ ସଂଗ୍ରହ କରି ଆଣିବ। ଦ୍ୱିତୀୟ ଶ୍ରେଣୀ ଭାଷାରେ ଅଛି ସମସ୍ତ ଅକ୍ଷରକୁ ଲେଖିବେ ଓ ଯେକୌଣସି 10ଟି 2, 3, 4 ଅକ୍ଷର ବିଶିଷ୍ଟ ଶବ୍ଦ ଲେଖିବେ। ମାନେ 2 ଟିକିଆ 10ଟି, 3 ଟିକିଆ 10ଟି, 4 ଟିକିଆ 10ଟି ଅକ୍ଷର ସବୁ ଲେଖିବ। ସେପରି ଗଣିତରେ 1ରୁ 20 ମଧ୍ୟରେ ଯେକୌଣସି 10ଟି ସଂଖ୍ୟା ଲେଖି ପ୍ରତି ସଂଖ୍ୟା ପାଇଁ ସେତିକି ସଂଖ୍ୟକ ଚିତ୍ର ଅଙ୍କନ କରିବେ। ପ୍ରଥମ ଶ୍ରେଣୀରେ 1ରୁ 10 ମଧ୍ୟରେ ଥିଲା ଆଉ ଦ୍ୱିତୀୟ ଶ୍ରେଣୀରେ 1ରୁ 20 ମଧ୍ୟରେ ଯେକୌଣସି 10ଟି ସଂଖ୍ୟା ଲେଖିବ ଆଉ ତାର ସାଇଡ଼ରେ ଚିତ୍ର ସେତିକିଟି ଅଙ୍କନ କରିବ। ପରିବେଶ ପାଠରେ ଦେଖ ନିଜ ଅଞ୍ଚଳରେ ମିଳୁଥିବା ପଶୁପକ୍ଷୀ, ଫୁଲ, ଫଳ, ପନିପରିବା ଆଦିର ଚିତ୍ର ସଂଗ୍ରହ କରିବେ 10ଟି ବା ଚିତ୍ର 10ଟି ଆଙ୍କିବେ ଆଉ ପ୍ରତ୍ୟେକ ଚିତ୍ର ବିଷୟରେ 2ଟି ବାକ୍ୟ ଲେଖିବେ। ତ ନିଜ ଅଞ୍ଚଳରେ ମିଳୁଥିବା ମନେକର ପଶୁ ହେଲା କୁକୁର। କୁକୁରର ଚିତ୍ରଟିଏ ସଂଗ୍ରହ କରିକିନା ତାକୁ ଲଗାଇବ ବା ଯଦି ଜାଣିବ ନିଜେ ତିଆରି କରିବ ଆଉ କୁକୁର ବିଷୟରେ 2ଟି ବାକ୍ୟ ଲେଖିବ। ଏହିପରି ଭାବରେ 10ଟି କରିବ ପଶୁ, ପକ୍ଷୀ, ଫୁଲ, ଫଳ, ପନିପରିବା ଇତ୍ୟାଦି ବିଷୟରେ। ତାପରେ ତୃତୀୟ ଶ୍ରେଣୀ ପିଲାମାନେ କ'ଣ କରିବେ ନା ଭାଷାରେ ଅଛି ପଢ଼ା ବହି ବା ଗପ ବହି ଦେଖି ଛୋଟ ଅନୁଚ୍ଛେଦଟିଏ ଲେଖିବେ। ସୁନ୍ଦର ସୁନ୍ଦର ଭାବରେ ଗୋଲ ଗୋଲ କରି ଅକ୍ଷରକୁ କଟାକଟି ନ କରି ତୁମର ପଢ଼ା ବହି ହେଉ ବା ଗପ ବହି ହେଉ ତାହାକୁ ଦେଖି ଗୋଟେ ଛୋଟ ଅନୁଚ୍ଛେଦ ଲେଖିବ। 3ଟି ଅନୁଚ୍ଛେଦ ଲେଖିବ। ଆଉ ତୁମ ପ୍ରିୟ ସାଙ୍ଗ ବିଷୟରେ 5ଟି ବାକ୍ୟ ଲେଖିବ। ତୁମ ପ୍ରିୟ ସାଙ୍ଗ ବିଷୟରେ 5 ଧାଡ଼ି ଲେଖିବ। ଏହି ତୁମ ପ୍ରିୟ ସାଙ୍ଗ ବିଷୟରେ ଭିଡ଼ିଓଟିଏ ମୋ ଚ୍ୟାନେଲରେ ଅଛି, ଚ୍ୟାନେଲ ମଧ୍ୟ ଦେଖି ଲେଖିପାରିବ। ସେପରି ଗଣିତରେ ଅଛି 2 ବା 3 ଅଙ୍କ ବିଶିଷ୍ଟ 10ଟି ସଂଖ୍ୟା ଲେଖିବେ। ଆବାକସର ଚିତ୍ର କରି ସେଥିରୁ ସଂଖ୍ୟା ଗୁଡ଼ିକୁ ଦର୍ଶାଇବେ। ତ 2 ବା 3 ଅଙ୍କ ବିଶିଷ୍ଟ 10ଟି ସଂଖ୍ୟା ଲେଖିବ ଆଉ ସେ ଆବାକସର ଚିତ୍ର କରି ସେଥିରୁ ସେ ସଂଖ୍ୟା ଗୁଡ଼ିକୁ ତୁମେ ଚିହ୍ନେଇବ। ଆଉ 2ରୁ 5 ପର୍ଯ୍ୟନ୍ତ ଗୁଣନ ଲେଖି ଅଭ୍ୟାସ କରିବ। 2ରୁ 5 ପର୍ଯ୍ୟନ୍ତ ଗୁଣନ ଖନ୍ଦା ଲେଖିବ, ଅଭ୍ୟାସ କରିବ, ଘୋଷିକି ମନେ ରଖିବ। ସେହିପରି ପରିବେଶ ପାଠରେ ଅଛି ନିଜ ଅଞ୍ଚଳରେ ମିଳୁଥିବା ପଶୁ, ପକ୍ଷୀ, ଫୁଲ, ଫଳ, ପନିପରିବା ଆଦିର ଚିତ୍ର ସଂଗ୍ରହ କରିବେ 10ଟିର ବା ଚିତ୍ର ଆଙ୍କିବେ ଆଉ ପ୍ରତ୍ୟେକ ଚିତ୍ର ବିଷୟରେ 2ଟି ଲେଖାଏଁ ବାକ୍ୟ ଲେଖିବେ। ତାପରେ ଏବେ ଯିବା ଚତୁର୍ଥ ଶ୍ରେଣୀ। ଭାଷାରେ ଅଛି ଯେ ନିଜ ମନରୁ ବା ଭଲ ଲାଗୁଥିବା ଯେକୌଣସି ଗପ ହେଉ ବା କବିତା ହେଉ ଅନୁଚ୍ଛେଦ ଲେଖିବେ। ତ ତୃତୀୟ ଶ୍ରେଣୀରେ ବହିରୁ ଦେଖିକି ଲେଖିବା ପାଇଁ କୁହାଯାଇଥିଲା, କିନ୍ତୁ ଚତୁର୍ଥରେ ନିଜ ମନରୁ ଭଲ ଲାଗୁଥିବା ଯେକୌଣସି ଗପ ବା କବିତା ନିଜେ ନିଜେ ଲେଖିବେ। ବହି ଦେଖିକି ଲେଖିବା ପାଇଁ ମନା କରାହେଇଛି। ଆଉ ସେହିପରି 20ଟି ଶବ୍ଦ ଲେଖିବ ଯେମିତିକି ର, ବ, ର, ଥ, କା, ନ ଇତ୍ୟାଦି ଅଛି। ଆଉ ତାକୁ ଶବ୍ଦ ଶୃଙ୍ଖଳ ବା ୱାର୍ଡ଼ ଚେନ୍ ମାଧ୍ୟମରେ ତାକୁ ଗୋଲ ବୁଲିବ। ଯେପରିକି ଏଠି ଅଛି ରଥ, ସେପରି କାନ ମଧ୍ୟ ହେଇପାରିବ,
ଏହିପରି ଭାବରେ ଗୋଲ ଗୋଲ ବୁଲେଇବ 20ଟି ଶବ୍ଦକୁ ନେଇ ଶବ୍ଦ ଶୃଙ୍ଖଳ ଗଠନ କରିବ। ଆଉ ଇଂରାଜୀରେ ଅଛି ରାଇଟ୍ ଦ ନେମ୍ ଅଫ୍ 7 days ଅଫ୍ ଏ ୱିକ୍। ସପ୍ତାହର 7 ଦିନକୁ ଇଂରାଜୀରେ ଲେଖିବ। ରାଇଟ୍ ଏନି 10 ୱାର୍ଡ଼ସ୍ ୟୁ ଲାଇକ୍। ସେହିପରି 10 ଗୋଟି ୱାର୍ଡ଼ସ୍ ଯେଉଁଟା ତୁମର ମନେ ଥିବ ବା ଭଲ ଲାଗୁଥିବ ସେଇ ୱାର୍ଡ଼ସ୍ ଗୁଡ଼ାକୁ ଲେଖିବ। ତାପରେ ଲେଖିଛି ରାଇଟ୍ କାଉଣ୍ଟିଂ ନମ୍ବର 1 to 10 ଇନ୍ ୱାର୍ଡ଼ସ୍। ଏଇଟା ON1 TW2 ଏଇଟା 1ରୁ 10 ଯାଏଁ ଲେଖିବ। ଗଣିତରେ ଅଛି ଯେକୌଣସି 10ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖି ସ୍ଥାନୀୟ ମାନ ଚାର୍ଟରେ ଦର୍ଶାଇବ। ଏକକ, ଦଶକ, ଶତକ କେଉଁଟା ତାହା ଦର୍ଶାଇବ। 10ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିଦେବ, ତାପରେ ତାର ସ୍ଥାନୀୟ ମାନ ଲେଖିବ। 2 ନମ୍ବର ଅଛି ଦେଖ ଗଣିତର 6ରୁ 10 ଗୁଣନ ଖନ୍ଦା ଲେଖି ଅଭ୍ୟାସ କରିବ। ତ 6ରୁ 10 ପର୍ଯ୍ୟନ୍ତ ଗୁଣନ ତୁମେ ଖାତାରେ ଲେଖିବ, ମନେ ରଖିବ। କାଗଜ ଭାଙ୍ଗି ଅଧା ଚଉଠ ଦର୍ଶାଇବେ। ତ କାଗଜକୁ ଥରେ ମୋଡ଼ିକିନା ଅଧା ହେଇଯିବ, ଆଉ 2 ଥର ଯଦି ମୋଡ଼ିବା ତାହେଲେ ତାର 1/4 ହେଇଯିବ। ତ ଏ କାଗଜ ଭାଙ୍ଗି ଅଧା ଚଉଠ ଇତ୍ୟାଦି ସବୁ କଲର୍ କରିଦେଇଥିବ। ପରିବେଶ ପାଠରେ ଦେଖ ଅଛି ଗଛ ଚିତ୍ର ଆଙ୍କି ବିଭିନ୍ନ ଅଂଶ ଗୁଡ଼ିକୁ ଦର୍ଶାଇବେ। ଗୋଟେ ଗଛର ଚିତ୍ର ଅଙ୍କନ କରି ତାର କାଣ୍ଡ, ତାର ଚେର, ତାର ପତ୍ର, ଫଳ, ଫୁଲ ଇତ୍ୟାଦି ଦର୍ଶାଇବ। ଆଉ ପ୍ରତ୍ୟେକ ଅଂଶ ବିଷୟରେ 2ଟି ବାକ୍ୟ ଲେଖିବ। ଯେମିତିକି ଚେର ଲେଖିବ, ଚେର ବିଷୟରେ 2ଟି ବାକ୍ୟ ଲେଖିବ। ଏହା ମାଟି ତଳେ ଥାଏ, ଏହା ଜଳ ଶୋଷଣ କରେ। ସେହିପରି କାଣ୍ଡ ଲେଖିବ, କାଣ୍ଡ ଏଟା ମାଟି ଉପରେ ଥାଏ, ଗଛକୁ ଶକ୍ତି ପ୍ରଦାନ କରିଥାଏ। ତାପରେ ଅଛି ଯେକୌଣସି 2ଟି ଅନୁଷ୍ଠାନ ଯଥା ଡାକ୍ତରଖାନା, ଡାକଘର ଇତ୍ୟାଦି ବିଷୟରେ 10ଟି ଧାଡ଼ି ଲେଖିବେ। ତ ଡାକ୍ତରଖାନା ବିଷୟରେ 10 ଧାଡ଼ି ଲେଖିବ, ବା ଡାକଘର ବିଷୟରେ 10 ଧାଡ଼ି ଲେଖିବ, ବା ପୋଲିସ ଥାନା ବିଷୟରେ ମଧ୍ୟ 10 ଧାଡ଼ି ଲେଖିଲେ ହେବ। ଏପରି ଯେକୌଣସି ଗୋଟେ ଅନୁଷ୍ଠାନ ବିଷୟରେ 10 ଧାଡ଼ି ଲେଖିବ। ପଞ୍ଚମ ଶ୍ରେଣୀ ଭାଷାରେ ଅଛି ନିଜ ମନରୁ ଭଲ ଲାଗୁଥିବା ଯେକୌଣସି ଗପ, କବିତା ବା ଅନୁଚ୍ଛେଦ ଲେଖିବ। ନିଜ ମନକୁ ଯେଉଁଟା ଭଲ ଲାଗୁଥିବା ତାହା ଲେଖିବ। ତାପରେ 30ଟି ଶବ୍ଦକୁ ନେଇ ଶବ୍ଦ ଶୃଙ୍ଖଳ ବା ୱାର୍ଡ଼ ଚେନ୍ ମାଧ୍ୟମରେ ଲେଖିବ। ଚତୁର୍ଥ ଶ୍ରେଣୀରେ 20ଟି ଥିଲା, ପଞ୍ଚମ ଶ୍ରେଣୀରେ 30 ହେଇଗଲା। 30ଟି ଶବ୍ଦ ଲେଖିବ, ତାପରେ ତାକୁ ଶବ୍ଦ ଶୃଙ୍ଖଳ କରିବ। ଇଂଲିଶରେ ଅଛି ରାଇଟ୍ ଦ ନେମ୍ ଅଫ୍ 12 months ଅଫ୍ ଏ ଇୟର୍। ଗୋଟିଏ ବର୍ଷକୁ 12 ମାସ, ସେ 12 ମାସର ଇଂରାଜୀ ନାଁ ଲେଖିବ। ରାଇଟ୍ ଏନି 20 ୱାର୍ଡ଼ସ୍ ୟୁ ଲାଇକ୍। ଯେକୌଣସି 20ଟି ଶବ୍ଦ ତୁମକୁ ଭଲ ଲାଗୁଥିବ ତାହା ଲେଖିବ। ରାଇଟ୍ କାଉଣ୍ଟିଂ ନମ୍ବର୍ସ ଇନ୍ ୱାର୍ଡ଼ସ୍ 10 to 30। ତ ON1 TW2 ଯେମିତି ଚତୁର୍ଥ ଶ୍ରେଣୀ ଲେଖୁଥିଲେ 10 ପର୍ଯ୍ୟନ୍ତ, ପଞ୍ଚମ ଶ୍ରେଣୀରେ ତୁମେ ଲେଖିବ 10ରୁ 30 ଯାଏଁ ଲେଖିବ। TN 10, ELEVN 11 ଏହିପରି ଭାବରେ THIRTY 30 ପର୍ଯ୍ୟନ୍ତ ଲେଖିବ। ତାପରେ ଅଛି ରାଇଟ୍ ଦ ନେମ୍ ଅଫ୍ 10 ବଡି ପାର୍ଟସ୍। ଶରୀରର 10ଟି ଅଙ୍ଗର ନାଁ ଲେଖିବ। ଯେମିତି ହ୍ୟାଣ୍ଡ, ଲେଗ୍, ହେଡ୍, ହେୟାର ଏସବୁ ଲେଖିବ। ଆଉ ଗଣିତରେ ଅଛି 10ଟି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖି ସ୍ଥାନୀୟ ମାନ ଚାର୍ଟରେ ଦର୍ଶାଇବ। 1, 10, 100, 1000 ଏପରି ସ୍ଥାନୀୟ ମାନ ସବୁ ଦର୍ଶାଇବ। 10ଟି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବ। 4ଟି ସଂଖ୍ୟାକୁ ଲେଖିବ, ଆଉ ତାର ଏକକ ଘରେ କ'ଣ ଅଛି, ଦଶକ ଘରେ କ'ଣ ଅଛି ତାହା ଲେଖିବ। 6ରୁ 10 ପର୍ଯ୍ୟନ୍ତ ଗୁଣନ ଖନ୍ଦା ଲେଖି ଅଭ୍ୟାସ କରିବି। ତୁମେ ମଧ୍ୟ 10 ଯାଏଁ ଗୁଣନ ଖନ୍ଦା ଅଭ୍ୟାସ କରି ଲେଖିବ ଆଉ ମନେ ରଖିବ। ତାପରେ ଅଛି କାଗଜ ଭାଙ୍ଗି ବିଭିନ୍ନ ଭଗ୍ନ ସଂଖ୍ୟାକୁ ଦର୍ଶାଇବେ। ଯେପରିକି ଅଧା, ଚଉଠ ଏସବୁ କାଗଜ ଭାଙ୍ଗିକିନା ଦର୍ଶାଇବା ବା କଲର୍ କରିଥିବ। ତାପରେ ଅଛି ଘଣ୍ଟା ଚିତ୍ର ଆଙ୍କି ବିଭିନ୍ନ ସମୟକୁ ଦର୍ଶାଇବେ। ତ ଘଣ୍ଟା ଚିତ୍ର ଗୋଟେ ଅଙ୍କନ କରିବ। ସେଠି ଖେଳିବା ସମୟ, ମନେକର ତୁମେ 5ଟାରେ ଖେଳୁଛ, ତ ଘଣ୍ଟା 5କୁ ଯିବ, ମିନିଟ୍ 12କୁ ଯିବ। 5 ହେଇଗଲା, ତାପରେ ସେଠି ଲେଖିଦେବ ଖେଳିବା ସମୟ। ପାଠ ପଢ଼ିବା ସମୟ ଲେଖିବ। ଯେମିତିକି ସକାଳ 6ଟାରେ ପାଠ ପଢ଼ିବ, ତ ଘଣ୍ଟା 6ରେ ରହିବ, ମିନିଟ୍ 12 ରହିବ। 6ଟାରେ ପାଠ ପଢ଼ିବା ସମୟ ଏହିପରି ଭାବରେ ଲେଖିବ। ପରିବେଶରେ ଦେଖ
ଯେକୌଣସି ଦୁଇଟି ଉପକାରୀ ଉଦ୍ଭିଦର ଚିତ୍ର ଆଙ୍କି ସେ ବିଷୟରେ 5ଟି ଲେଖାଏଁ ତଥ୍ୟ ଲେଖିବେ। ଆମର ଉପକାରୀ ଉଦ୍ଭିଦ ମାନେ ବହୁତ ଅଛନ୍ତି, ତ ଦୁଇଟି ଉଦ୍ଭିଦର ନାଁ ଲେଖିବ, ତାଙ୍କ ବିଷୟରେ 5ଟି ଲେଖାଏଁ ତଥ୍ୟ ଲେଖିବ। ତାପରେ ଓଡ଼ିଶାର 30ଟି ଜିଲ୍ଲାର ନାମ ଲେଖି ନିଜ ଜିଲ୍ଲା ବିଷୟରେ 5ଟି ବାକ୍ୟ ଲେଖିବେ। ଆମ ଓଡ଼ିଶାର 30ଟି ଜିଲ୍ଲାର ନାମ ଲେଖିବ, ଆଉ ତୁମେ ଯେଉଁ ଜିଲ୍ଲାରେ ଅଛ ସେଇ ଜିଲ୍ଲା ବିଷୟରେ 5 ଧାଡ଼ି ଲେଖିବ। ନିଜ ଗାଁ ଅଞ୍ଚଳର ମାନଚିତ୍ର ଅଙ୍କନ କରି ପ୍ରମୁଖ ସ୍ଥାନକୁ ଦର୍ଶାଇବେ। ତ ନିଜ ଗାଁର ମାନଚିତ୍ର ଅଙ୍କନ କରିବ ବା ନିଜ ଅଞ୍ଚଳର ମାନଚିତ୍ର ଅଙ୍କନ କରି କେଉଁ କେଉଁ ମୁଖ୍ୟ ଜାଗା ଅଛି ବା ମୁଖ୍ୟ ଆକର୍ଷଣୀୟ ସ୍ଥାନ ଅଛି ତାହାକୁ ଗୋଲ ବୁଲେଇକିନା ତାର ନାଁ ଲେଖି ଦର୍ଶାଇବ। ତ ଏଇଟା ଗଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ। ଆମେ ଆଉ ଗୋଟେ ଭିଡ଼ିଓରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବିଷୟରେ ଆଲୋଚନା କରିବା। ଧନ୍ୟବାଦ।